ସକାଳୁ ଉଠି ରୋଷେଇ ଘରର ଏହି ଗୋଟିଏ ଜିନିଷ ଭୁଲରେ ବି ଦେଖନ୍ତୁ ନାହିଁ, ନଚେତ୍ ଦେଖୁ ଦେଖୁ ହୋଇଯିବେ କାଙ୍ଗାଳ। ପୁରା ପରିବାର ହୋଇଯିବେ ବର୍ବାଦ। ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ ବୋଲି କୁହାଯାଇଥାଏ। ରୋଷେଇ ଘରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ପୁରା ଘର ତଥା ପୁରା ପରିବାର ଉପରେ ପଡିଥାଏ। ତେଣୁ ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ସବୁଠୁ ଅଧିକ ମହତ୍ତ୍ୱ ଦିଆଯାଇଛି। ବାସ୍ତୁ ଅନୁସାରେ ସକାଳୁ ରୋଷେଇ ଘରେ ଏମିତି କିଛି ଜିନିଷ ରହିଥାଏ ଯାହା ସକାଳୁ ଉଠିବା ମାତ୍ରେ ଦେଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପୁରା ପରିବାର କାଙ୍ଗାଳ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ସକାଳୁ ଉଠିବା ପରେ ରୋଷେଇ ଘରର କେଉଁ ଜିନିଷ ଉପରେ ଦୃଷ୍ଟି ପକାଇବା ଉଚିତ ନୁହେଁ। ପ୍ରଥମତଃ ରୋଷେଇ ଘରେ ଆଇନା ରଖିବା ଅଶୁଭ ବୋଲି ମନା ଯାଇଥାଏ। ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢିଥାଏ, ଫଳରେ ଘରେ କ୍ଲେଶ ଓ ଅଶାନ୍ତି ପ୍ରବେଶ କରିଥାଏ। ସକାଳୁ ଉଠି ରୋଷେଇ ଘରେ ଆଇନା ଦେଖିବା ଏହି ସମସ୍ୟାକୁ ଆହୁରି ବଢାଇ ଦେଇଥାଏ। ତେଣୁ ରୋଷେଇ ଘରେ ଭୁଲରେ ବି ଆଇନା ରଖନ୍ତୁ ନାହିଁ। ରୋଷେଇ ଘରେ କେବେ ଠାକୁର ଘର ମଧ୍ୟ କରନ୍ତୁ ନାହିଁ। ଏହା ଦ୍ୱାରା ଠାକୁର ଘରର ପବିତ୍ର ଉର୍ଜା ନଷ୍ଟ ହୋଇଯାଏ, ଫଳରେ ଏହାର କୁପ୍ରଭାବ ପରିବାରର ସଦସ୍ୟଙ୍କ ଉପରେ ପଡିଥାଏ। ସର୍ବଦା ମନେ ରଖନ୍ତୁ, ରୋଷେଇ ଘରକୁ ଘରର ଆଗ୍ନେୟ କୋଣରେ କରିବା ଉଚିତ, ଅର୍ଥାତ୍ ଦକ୍ଷିଣ ପୂର୍ବ ଦିଗର ମଧ୍ୟରେ ରୋଷେଇ ଘର ରହିବା ଉଚିତ। ମହିଳାମାନେ ସକାଳୁ ସ୍ନାନ ନକରି ରୋଷେଇ ଘରେ କୌଣସି କାର୍ଯ୍ୟ କରିବା ତ ଦୂର, ପ୍ରବେଶ କରିବା ମଧ୍ୟ ଉଚିତ ହୋଇନଥାଏ। ତେଣୁ ମହିଳାମାନେ ପ୍ରଥମେ ସ୍ନାନାଦି ନିତ୍ୟକର୍ମ ସାରି ମା ଅନ୍ନପୂର୍ଣ୍ଣାଙ୍କୁ ପ୍ରଣାମ କରିବା ପରେ ହିଁ ରୋଷେଇ ଘରର କାର୍ଯ୍ୟ ଆରମ୍ଭ କରିବା ଉଚିତ। ଏପରି କରିବା ଦ୍ୱାରା ସେହି ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ବନି ରହିଥାଏ। ସକାଳୁ ଉଠି ଯଦି କୌଣସି କାମରେ ରୋଷେଇ ଘରକୁ ପ୍ରବେଶ କରୁଛନ୍ତି, ତେବେ ଛୁରୀ, ପନିକି ଆଦି ଧାରୁଆ ଅସ୍ତ୍ର ଉପରେ ବିଲକୁଲ ମଧ୍ୟ ନଜର ପକାନ୍ତୁ ନାହିଁ। ଏହା ମନରେ ନକାରାତ୍ମକ ପ୍ରଭାବ ପକାଇଥାଏ ଓ ଘରର ବାତାବରଣକୁ ଅଶୁଦ୍ଧ କରିଥାଏ। ରୋଷେଇ ଘରେ ଯଦି କ୍ଷୀର ବାରମ୍ବାର ଉତୁରି ଯାଉଛି, ହାତରୁ ସବୁବେଳେ ତେଲ ଖସି ଯାଉଛି, ଖାଇବାରେ ଲୁଣ ଅଧିକ ହୋଇଯାଉଛି, କାମ କରିବା ବେଳେ ଗରମ ତେଲ କିମ୍ବା ଅଗ୍ନି ଦ୍ୱାରା ଚେଙ୍କ ଲାଗିଯାଉଛି, ତେବେ ରୋଷେଇ ଘରେ ବାସ୍ତୁଦୋଷ ରହିଛି ବୋଲି ଜାଣି ନିଅନ୍ତୁ। ରୋଷେଇ ଘରର ବାସ୍ତୁଦୋଷ ଦୂର କରିବା, ଆପଣ ଯେତେବେଳେ ରୁଟି ପ୍ରସ୍ତୁତ କରୁଛନ୍ତି, ପ୍ରଥମ ରୁଟିକୁ ଗାଈକୁ ଏବଂ ଶେଷ ରୁଟିଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ବାସ୍ତୁଦୋଷରୁ ଅନେକାଂଶରେ ମୁକ୍ତି ମିଳିଥାଏ। ଏହା ସହ ରୋଷେଇ ଘରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ଏବଂ ରୋଷେଇ ଘରଟି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଏଭଳି ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ ଏବଂ ସୋସିଆଲ ମିଡିଆରେ ଆମକୁ ଫଲୋ କରନ୍ତୁ।